नमस्कार, गुड मॉर्निंग, जय आरसीएम, सुप्रभात। जय आसियान गुड नमस्कार गुड मॉर्निंग। मॉर्निंग जय सेम। जय आरसीएम। ସମସ୍ତଙ୍କୁ ବହୁତ ବହୁତ ଧନ୍ୟବାଦ। ଆ, ଆଜି ଗୋଟେ ନୂଆ ବିଚାର, ନୂଆ ସଂକଳ୍ପ, ନୂଆ ଚିନ୍ତାଧାରା ଏ ସମାଜକୁ ଉନ୍ନତି କରିବା ପାଇଁ ଆମେ ଯୋଉ ବସିଛେ, ଆ, ଗୁରୁକୁଳ ଶାଖା ଜୟ ଆରସି। ଆଚ୍ଛା। ଆ, ତ ନୂଆ ସଂକଳ୍ପ ନେଇକି ଆମେ ଯୋଉ ବସିଛେ, ଇଏ ବହୁତ ଶୀଘ୍ର ସାକାର ହବା ପାଇଁ ଯାଉଛି। ଆଉ ଆଜି ଗୁରୁକୁଳ ବହୁତ ଜରୁରୀ ଥିଲା। ଆ, କାରଣ ଟିସି ସାର୍ ପ୍ରତ୍ୟେକ ଜିନିଷକୁ କେବଳ କହିଦେବା, ଆ, କାମରେ କରିବା, କାମରେ କରୁ କରୁ କୋଉଠି ଭୁଲ ରହିଯାଉଛି ତାକୁ ବି ଦେଖିବା। ତ ଇଏ ସବୁକୁ ଟିକିନିଖି ଭାବରେ ସେ ଯାଞ୍ଚ କରନ୍ତି, କାରଣ ତାଙ୍କର କହିବା କଥା ତାଙ୍କ ସାଙ୍ଗରେ ଯେତିକି ବି ଆମେ ମିଶିଛେ, ଯେତିକି ମୁଁ ମିଶିଛି, ମୁଁ ପ୍ରାକ୍ଟିକାଲି ମୁଁ ବି କହିବି ଯେ ଟିସି ସାର୍ଙ୍କର କହିବା କଥା ଯେ ଯଦି କୌଣସି କାମକୁ ଆମେ କରିବା ତାହେଲେ ଆମେ ପୁରା ସମ୍ପୂର୍ଣ୍ଣ ଠିକ ଭାବରେ କରିବା, ନାଇଁ ତ କରିବାନି, କିନ୍ତୁ ଠିକ ଭାବରେ କରିବା। ତ ଇଏ ଯୋଉ ଗେସେସ ର ଫର୍ମୁଲା ଆସିଛି, ଇଏ ଗେସେସ ର ଫର୍ମୁଲାକୁ ଆମେ କେତେ ଭାବରେ ନିଜେ ନିଜେ କରିପାରୁଛେ ବା ନିଜ ଟିମରେ ଆମେ କରିପାରୁଛେ, ତ ତା ଉପରେ ସେ ବହୁତ ଜୋର ବି ଦଉଛନ୍ତି। ଆଉ ଆଜି ତାରି ଉପରେ ଆଜି ବହୁତ ସାରା କ୍ୱଶ୍ଚିନ୍ ଆନ୍ସର ମାଧ୍ୟମରେ ସେ ଜାଣିବାକୁ ଚାହୁଁଛନ୍ତି ଯେ ସେଟା ଠିକ ଭାବରେ ଇମ୍ପ୍ଲିମେଣ୍ଟ ହଉଛି କି ନ ହଉଛି। ତ ପ୍ରତ୍ୟେକ ଜିନିଷକୁ ସେ ଠିକ ଭାବରେ ବିଶ୍ଳେଷଣ କରିକି ଆଗକୁ ଆଗକୁ ବଢିବା। ତ ସେଇଟା ଆଜି ଡିସ୍କସନ ବି ହେଇଗଲା। ଆଉ ଗ୍ୟାସେସ ର ଫର୍ମୁଲା ତ ଆପଣମାନେ ଜାଣିଛନ୍ତି, ଆଉ ପ୍ରତ୍ୟେକ ପଏଣ୍ଟର GAS ES ପ୍ରତ୍ୟେକର ପଏଣ୍ଟର ଗୋଟି ଗୋଟି କରିକି ଆପଣ ତାର ଯୋଉ ଚାରି ଚାରିଟା ପଏଣ୍ଟ ଅଛି ତା ବିଷୟରେ ବି ଭଲ ଭାବରେ ଜାଣିଛନ୍ତି। ତ ତାକୁ କେତେ ମାତ୍ରାରେ ଆମେ ଇମ୍ପ୍ଲିମେଣ୍ଟ କରୁଛେ, ଆଜି ସେ ବିଷୟରେ ଆମେ ଡିସ୍କସନ କରିବା। ପ୍ରଥମେ ସାହୁ ଭାଇ। ସମସ୍ତଙ୍କୁ ତ ନମସ୍କାର। ଆଉ ଆଜିର ପ୍ରୋଗ୍ରାମ ହଉଛି ଗେସେସ୍ ର ଫର୍ମୁଲା, କ୍ୱେଶ୍ଚିନ୍ ଆନ୍ସର ଫର୍ମୁଲା। ଏଇ ଯୋଉଟା ଆଲୋଚନା ହେଲା, ଗେସେସ୍ କଣ, ଗେସେସ୍ କୁ ଆମେ ଇମ୍ପ୍ଲିମେଣ୍ଟ କରିବା ନିହାତି ଦରକାର। ଗେସେସ୍ କଣ, ଗ୍ରୋଥ ଉପରେ ବିଶେଷ କରି ଗୁରୁତ୍ୱ ଦେଇଛନ୍ତି। ଦୁଇରେ ଏକ୍ସରସାଇଜ ଉପରେ ଗୁରୁତ୍ୱ ଦେଇଛନ୍ତି। କାହିଁକି ନା ଆମେ ସମସ୍ତେ ନଜର ରଖିବା ଗ୍ରୋଥରେ ହବା ଦରକାର, ନିଜର ଏବଂ ଟିମର। ହେଲେ କଣ ହବ, ଗ୍ରୋଥ ପାଇଁ କଣ ଆଗେ ସେଥିରେ ମୂଳ ଲକ୍ଷ୍ୟ ରଖିଛନ୍ତି ଯେ ସେବା ମନୋବୃତ୍ତି ଗୋଟେ ଗୁରୁତ୍ୱ ଦେଲେ, ସେବା ଉପରେ ଗୁରୁତ୍ୱ ଦେଲେ ବେଶୀ ଗ୍ରୋଥ ହବ। କିନ୍ତୁ ସେବା ମନୋବୃତ୍ତି ନେଇ କରିବା ଦରକାର। ଲୋକଙ୍କର ଉପକାର ପାଇଁ ଆମେ ଗ୍ରୋଥ କରିବା ଦରକାର। ନିଜେ ଗ୍ରୋଥ କରିବା ସାଙ୍ଗେ ସାଙ୍ଗେ ଟିମର ଗ୍ରୋଥ, ଇଏ ଗୋଟେ ବଡ ଗୁରୁତ୍ୱପୂର୍ଣ୍ଣ ଦେଲେ ଯେ ଆମେ ଗ୍ରୋଥ ବଢିବାଟା ନିହାତି ଆବଶ୍ୟକ। ନିଜେ ବଢିବା ସାଙ୍ଗେ ଟିମର ଲୋକମାନଙ୍କୁ ବଢେଇବା, ପ୍ଲସ ନୂଆ ଲୋକଙ୍କୁ, ଯେମିତିକି ଆମେ ଗୁରୁକୁଳ ଡାକିବା ନୂଆ ଲୋକଙ୍କୁ ହଉଛି ସବୁଠାରୁ ବଡ ଜିନିଷ। ଯାହା ଫଳରେ କି ଆମେ ସୁସ୍ଥ ରହିପାରିବା, ନିଜେ ସେବା ମନୋବୃତ୍ତି ନେଇ ରହିଲେ, ଆଉ ପ୍ଲସ୍ ସେବା କରିବା, ସ୍ୱାସ୍ଥ୍ୟ ସୁସ୍ଥ ରହିବା, ନିଜେ ସୁସ୍ଥ ରହିବା, ଟିମରେ ଲୋକଙ୍କୁ ସୁସ୍ଥ ରଖିବା ପାଇଁ ଯୋଉ ଗେସେସ୍ ର ଫର୍ମୁଲା ଅଛି, ସେ ଗେସେସ୍ ର ଫର୍ମୁଲାକୁ ଗ୍ରୋଥ ଆଉ ଏକ୍ସରସାଇଜ, ଯୋଉ ଏକ୍ସରସାଇଜ ମଧ୍ୟ ଧ୍ୟାନ ରହିଛି, ସେଗୁଡା ବି ଆମର ଗୁରୁତ୍ୱ ଦେବା ଦରକାର। ଧ୍ୟାନରେ ବସିବା ନିହାତି ଦରକାର। ହ୍ୟାଲୋ। ଆଜ୍ଞା ଆଜ୍ଞା କୁହନ୍ତୁ। ଧ୍ୟାନ ଉପରେ ନିହାତି ଦରକାର, ଆଉ ଏକ୍ସରସାଇଜ କରିବା ନିହାତି ଦରକାର। ଏକ୍ସରସାଇଜ ଆଉ ସପ୍ଲିମେଣ୍ଟ ଯୋଉଟାକ ଆମ ନିଜକୁ ନିଜେ ନିରୋଗ ରହିବା ସଙ୍ଗେ ସଙ୍ଗେ ଅନ୍ୟକୁ ନିରୋଗ ରଖିବାର ଯୋଉ ସେବା ମନୋବୃତ୍ତି, ସେଇଟା ବି କରିବା ଦରକାର। ତେଣୁ ସମସ୍ତେ ଟିମରେ ସବୁ ଲୋକମାନେ ଏଇଟାକୁ ଆପଣେଇବା ନିହାତି ଆବଶ୍ୟକ। ତେଣୁ ଗେସେସ୍ ର ଫର୍ମୁଲାକୁ ସମ୍ପୂର୍ଣ୍ଣ ମାତ୍ରାରେ ଭଲ ଭାବରେ ଜାଣିବା, ଆଉ ତାକୁ କାର୍ଯ୍ୟରେ ପରିଣତ କରିବା ସୁସ୍ଥ ରହିବା ପାଇଁ। ଦେଖନ୍ତୁ, ସାଧାରଣ ଜିନିଷ ହଉଛି ଆଜିକାଲି ଏବେ ହାର୍ଟ ଆଟାକ ଯୋଉ ହଉଛି, ହାର୍ଟ ଆଟାକ ପାଇଁ ଆମ ପାଇଁ ବଢିଆ ଜିନିଷ ଡିସ୍କସନ ଯୋଉଟା ହଉଥିଲା, ଗାମା ଓରାଇଜିନାଲ, ଇଏ ଗୋଟେ ହଉଛି ସବୁଠାରୁ ବଢିଆ ଜିନିଷ। ଆମେ ସୁସ୍ଥ ରଖେଇବାରେ ସାହାଯ୍ୟ କରିବା ଟିମରେ, ନିଜେ ଏବଂ ନୂଆ ଲୋକଙ୍କୁ ମଧ୍ୟ ଏଇ ଫର୍ମୁଲାକୁ ଆପ୍ଲାଏ କରି ଯଦି ଆମେ ସୁସ୍ଥ ରହିପାରିବା, ତାହେଲେ ବହୁତ ବଢିଆ ଉପକାର ହେଇପାରିବ। ଲୋକଙ୍କର ଗ୍ରୋଥ, ଟିମର ଗ୍ରୋଥ ହବ, ନିଜର ଗ୍ରୋଥ ହବ, ଆଉ ନିଜର ଗ୍ରୋଥ ହବା ସଙ୍ଗେ ସଙ୍ଗେ ସାଧାରଣ ଲୋକଙ୍କୁ ମଧ୍ୟ ଏ ସେବା ମନୋବୃତ୍ତିରେ ଆଣିବା,
ଆଉ ଗ୍ରୋଥରେ ମଧ୍ୟ ସାମିଲ କରିବା। ଓଭର ଟୁ ଶତପଥୀ ବାବୁ। ମୁଁ ଆଉଥରେ ଆପଣଙ୍କ ମାନଙ୍କୁ ମନେ ପକେଇ ଦଉଛି ଗେସେସ୍ ର ଆକ୍ଚୁଆଲି ଏତେ ପ୍ରକାରର ଆମେ ଯଦି ମିଶେଇ ମାସେଇ କହିବା ତ କନଫ୍ୟୁଜନ ହେଇଯିବ। ଆ, ତ ଗେସେସ୍ ର ଫର୍ମୁଲା ହଉଛି G ଫର୍ ଗ୍ରୋଥ, GASES, ए फॉर एक्टिव दर में वृद्धि, एस फॉर स्वयं की खरीदारी, ई ई फॉर एक रूप शिक्षा, ଆଉ ଏସ୍ ଫର୍ ସେବା, ସ୍ୱାସ୍ଥ୍ୟ, ସମ୍ବନ୍ଧ ଆଉ ୟା ଉପରେ ବିସ୍ତୃତ ଭାବରେ କୁହାଯାଇଛି। ତ ଯୋଉଟା କି ଆମକୁ ଯୋଉ ଗ୍ରୋଥ ଉପରେ କୁହାଉଛି ତାର ଉପରେ ବି ଚାରିଟା ପଏଣ୍ଟ ବି କୁହାଯାଇଛି। ତ ପ୍ରଥମ ପଏଣ୍ଟକୁ ଆମେ ସେଟା ହଉଛି ଗୋଟେ ଭାବନା। ଭାବନା ହଉଛି କଣ ମାନେ ସେଟା ଆମେ କରିବା, କାର୍ଯ୍ୟ କଲେ ତ ତାର ରେଜଲ୍ଟ ଆସିବ। ପ୍ରଥମ ହଉଛି 100% ର ଗ୍ରୋଥ ଭାଇଟାଲ ପିନ୍ ପାଇଁ, ରୟାଲଟି ହଉଛି 50% ଗ୍ରୋଥ, ଆଉ ଟେକ୍ନିକାଲ ହଉଛି 25% ଗ୍ରୋଥ। 100 50 25 ତାକୁ କୁହାଯାଇଛି। ତ ତା ଉପରେ ଆମେ ତାକୁ ବି ମନେ ରଖିବା ନିହାତି ଦରକାର। ତା ସହିତ ନ୍ୟୁ ଭାଇଟାଲ ପିନ୍, ଟିମରେ ଯେତେ ନୂଆ ଭାଇଟାଲ ପିନ୍ ହେବେ ତ ସେଟା କେମିତି ହବ ନା ଡେଲି ଗ୍ରୋଥ ଦ୍ୱାରା। ଆମେ ଯଦି ପ୍ରତ୍ୟେକ ଦିନ କିଛି ନା କିଛି ଗ୍ରୋଥ କରୁଥିବା ତ ସେଥିରେ ଆମେ ଡେଲି ଗ୍ରୋଥ କରିବା ଦ୍ୱାରା ହିଁ ଆମେ ନୂଆ ଭାଇଟାଲ ପିନ୍ ଆମେ ବାହାର କରିଦେଇ ପାରିବା, ଟିମର ଉତ୍ସାହ ବଢିପାରିବ। ତ ଇଏ ତା ଛଡା ସେଠି ସେବା କେନ୍ଦ୍ରର ବୃଦ୍ଧି, ଯୋଉ ସେଣ୍ଟରକୁ ଆମେ ଯାଉଛେ ସେ ସେଣ୍ଟର କେମିତି ବୃଦ୍ଧି ହବ, ସେ ସେଣ୍ଟର କେମିତି ଆଗକୁ ବଢିବ, ସେଠି କେମିତି ଅଧିକ ପ୍ରଡକ୍ଟ ରହିବ, ସେଠି କେମିତି ଲୋକଙ୍କୁ ଭଲ ବ୍ୟବହାର ମିଳିବ, ସେଠି କେମିତି ସଂସ୍କାର ଉପରେ ଆମେ ଜାଣିବା, ସେଠି ପ୍ରଡକ୍ଟ କେମିତି ସଫାସୁତୁରା ହେଇକି ରହିବ। ତ ଗୋଟେ ଲୋକ ଯାଉଥିବ ତ ତାକୁ ବହୁତ ଆନନ୍ଦ ଲାଗୁଥିବ। ତ ଇଏ ଚାରିଟି ପଏଣ୍ଟ ଆମର ରହିଲା ଗ୍ରୋଥ ଉପରେ। ଫାଷ୍ଟ କଥା 100 50 25, ନା ଆପଣଙ୍କର ନ୍ୟୁ ଭାଇଟାଲ ପିନ୍, ଡେଲି ଗ୍ରୋଥ ଆଉ ତା ସହିତ ବିତରଣ କେନ୍ଦ୍ରର ବୃଦ୍ଧି। ଏଇ ଚାରିଟି ପଏଣ୍ଟ ରହିଲା। ଦ୍ୱିତୀୟ କଥା ରହିଲା ଆକ୍ଟିଭ ଦରମେ ବୃଦ୍ଧି। ଆକ୍ଟିଭ ଦରମେ ବୃଦ୍ଧି ସେଇ ହିସାବରେ ଆପଣ ଯଦି ଦେଖିବାକୁ ଯିବେ ତ ପ୍ରଥମେ ହଉଛି ୟୁଏଲପି କ୍ୱିକ୍। ଟିସି ସାର୍ଙ୍କର କହିବା କଥା, ଯୋଉଟା କି ପୁରା ଭାରତ ବର୍ଷରେ ଅଲରେଡି ବି ସମସ୍ତେ ବି ଆପ୍ଲାଏ କରିକି ସକ୍ସେସ୍ ବି ହଉଛନ୍ତି। ସେଠି ହଉଛି ୟୁଏଲପି କ୍ୱିକ୍। ଆମେ ଲୋକଙ୍କୁ ନିଜ ନିଜ ଉପାୟରେ କେମିତି କଣ ପ୍ଲାନ୍ ଦେଖଉଛେ, କିନ୍ତୁ ସେ କହିବା କଥା ଯେ ଆମେ ତାଙ୍କୁ ଗୋଟେ ଆମର ସେବା କେନ୍ଦ୍ରକୁ ଡାକିକି ୟୁଏଲପି କ୍ୱିକ୍ ମାଧ୍ୟମରେ ତାଙ୍କୁ ପ୍ଲାନ୍ ଦେଖେଇବା ଜରୁରୀ, ତାକି ସେ ପ୍ରଡକ୍ଟ ବି ଦେଖିପାରିବେ, ପ୍ରଡକ୍ଟର ଗୁଣବତ୍ତା ବିଷୟରେ ଜାଣିପାରିବେ, କମ୍ପାନୀର ଆଭିମୁଖ୍ୟ ବିଷୟରେ ବି ଜାଣିପାରିବେ। ତ ତା ସହିତ ଆମେ କେମିତି କାର୍ଯ୍ୟ କରୁଛେ, ସେବାର ମନୋବୃତ୍ତି ନେଇ କାମ କରୁଛେ, ତାପରେ ବି ସେ ଜାଣିପାରିବେ। ୟୁଏଲପି କ୍ୱିକ୍ ମାଧ୍ୟମରେ ଆମେ ଲୋକଙ୍କୁ ବୁଝେଇବା। ଆଉ ତା ସହିତ ୱେଲକମ୍ ମିଟିଂ ପରିବାରକୁ ନେଇକି କରିବା। ଆମେ ଆମେ ଯୋଉଠିକି ଯାଉଥିବା, ଆଚ୍ଛା ୱେଲକମ୍ ମିଟିଂ କରିବାର ଉଦ୍ଦେଶ୍ୟ ହଉଛି କଣ ନା ଏକ ତ ତାଙ୍କୁ ଉତ୍ସାହ ଆସିବ, ଦ୍ୱିତୀୟରେ ହଉଛି କଣ ନା ତାଙ୍କ ପରିବାରର ଲୋକ ବି ଜାଣିବେ ଯେ ଗୋଟେ ନୂଆ କଣ ଗୋଟେ ସିଷ୍ଟମରେ ଆସିଲେ, ଯୋଉଥିରେ କି ନୂଆ ପରିବାରରେ ସାମିଲ ହେଲେ ଏତେ ସ୍ନେହ ଶ୍ରଦ୍ଧା ଭଲ ପାଇବା ଅଛି। ତ ପରିବାରକୁ ମିଶେଇବା ନିହାତି ଦରକାର। ଯଦି ବି ଦରକାର ହଉଛି ତାଙ୍କ ସାହି ପଡିଶା ଲୋକଙ୍କୁ ବି ଡାକିବା। ତ ଇଏ ବହୁତ ସାରା ଲୋକଙ୍କୁ ଜଣେଇବା ନିହାତି ଜରୁରୀ, ୱେଲକମ୍ ମିଟିଂ କରେଇବା ନିହାତି ଜରୁରୀ। ତା ସହିତ ପ୍ରଥମ ଯୋଉ ପରଚେଜ, ତ ଲୋକଙ୍କୁ ଆମର ସେବା କେନ୍ଦ୍ରକୁ ଡାକିକି ପ୍ରଥମ ପରଚେଜ କରେଇବା ନିହାତି ଜରୁରୀ। ଏମିତି ନୁହେଁ ଯେ ପ୍ରଡକ୍ଟ ନେଇକି ତାଙ୍କୁ ଦେଇଦବା, ତାଙ୍କ ନାଁରେ ବିଲିଂ କରିଦବା, ନାଇଁ। ସେବା କେନ୍ଦ୍ରକୁ ନେଇକି ତାଙ୍କୁ ପରଚେଜ କରେଇବା ଜରୁରୀ। ତା ଛଡା ଫଲୋଅପ୍, ସବୁଠୁ ବଡ କଥା ଯେ ଫଲୋଅପ୍ ଯଦି ନ ହଉଛି, ମାନେ ସବୁ କିଛି ହଉଛି ଇଏ ଫଲୋଅପ୍ ହଉନି, ତାହେଲେ କିଛି ବି ହବନି। କାରଣ ଆଜି ଯୋଉ କଥା ଆମେ ଯାହାକୁ କହିଥିବା, ସପୋଜ କାହାକୁ ନେଇକି ଆମେ ଅ, ଆମେ ତାଙ୍କୁ ୱେଲକମ୍ ମିଟିଂ କରିଥିବା, ତାଙ୍କୁ ଜୁମ୍ ବିଷୟରେ କହିଥିବା, ଗୁରୁକୁଳ ବିଷୟରେ କହିଥିବା, କିନ୍ତୁ ଫଲୋଅପ୍ କରିକି ତାଙ୍କୁ ଗୁରୁକୁଳକୁ ଡାକିଲେନି, ଗୁରୁକୁଳ ଶାଖାକୁ ଡାକିଲେନି, କିଛି ବି ହବନି।
ତ ଫଲୋଅପ୍ କରିବା ନିହାତି ଦରକାର। ଆମେ ତାଙ୍କୁ ବହୁତ ସାରା କଲେ, ତାଙ୍କ ଘରକୁ ଗଲେ, ତାଙ୍କୁ ମିଠା ଖୋଇଲେ, ତାଙ୍କୁ ଫୁଲମାଳ ପକେଇଲେ, ତାଙ୍କର ଫଟୋ ଉଠେଇଲେ, ତାଙ୍କୁ ଏକ୍ସାଇଟମେଣ୍ଟ କଲେ, ସବୁ କିଛି କରିଦେଲେ, ଗୁରୁକୁଳ ବିଷୟରେ ବି ଇନଫର୍ମେସନ ଦେଲେ, ସବୁ କିଛି କଲେ, କିନ୍ତୁ ସକାଳ 6ଟା ବେଳକୁ ତାଙ୍କୁ ମନେ ପକେଇଲେ ନାହିଁ, ତାହେଲେ କୌଣସି ବି ଲାଭ ହବନି। ତ ଫଲୋଅପ୍ ନିହାତି ଜରୁରୀ। ତ ସେମିତି ପ୍ରତ୍ୟେକ ଜିନିଷରେ ଫଲୋଅପ୍ ନିହାତି ଜରୁରୀ। ଆମେ ଯଦି ଫଲୋଅପ୍ କରିବା ତାହେଲେ ସଫଳତା ଆମେ ପାଇପାରିବା। ତା ସହିତ ଯୋଉଟା କି ସ୍ୱୟଂ କି ଖରିଦି, ସ୍ୱୟଂ କି ଖରିଦି ମାନେ ଯୋଉ ସେଲ୍ଫ ପରଚେଜ, ତାକୁ କେମିତି କରିବା ଦରକାର। ଯାହାବି ଆମେ ପରଚେଜ କରୁଛେ ତ ସାଙ୍ଗେ ସାଙ୍ଗେ ହାତକୁ ହାତ ବିଲିଂ କରିବା ନିହାତି ଜରୁରୀ। ଜମା ଲେଖିକି ରଖିଲେ ସେ ହବନି। ତ ଆମେ ହାତକୁ ହାତ ବିଲିଂ କରିବା ଦ୍ୱାରା ହିଁ ସାମ୍ନା ବାଲା ଲୋକର ବିଶ୍ୱାସ ବି ବଢି ଯାଇପାରିବ। କମ୍ପାନୀରୁ ଗୋଟେ ମେସେଜ ବି ତାଙ୍କ ମୋବାଇଲକୁ ଆସିଯିବ। ତ ସେ ବାରମ୍ବାର ବାରମ୍ବାର ସେ ପରଚେଜ କରିଚାଲିବ। କାରଣ ବାହାରେ କୌଣସି ଜାଗାରେ ଯେତେ ବି ପରଚେଜ କଲେ କୌଣସି ଜାଗାରେ ମୁଁ କେବେ ପରଚେଜ ଆସୁନି, ମାନେ ମେସେଜ ଆସୁନି। ହଁ, ତ ଏଠି ଅ, ହାତକୁ ହାତ ବିଲିଂ କରିବା। ଆଉ ତା ସହିତ ଅନଲାଇନ ପରଚେଜ ଆମେ ଶିଖେଇକି ଆସିଥିବା, ଯେତେବେଳେ ଆମେ ୱେଲକମ ମିଟିଂ କରିଥିବା ସେତେବେଳେ ଶିଖେଇକି ଆସିଥିବା। ଅନଲାଇନ ପରଚେଜ ମାଧ୍ୟମରେ ଆମେ ଯୋଉଠି ବି ଅନଲାଇନ ସର୍ଭିସେସ୍ ଅଛି, ଏଫଏମସିଜି ପ୍ରଡକ୍ଟ ସେମାନେ ବି ଘରେ ବି ପାଇପାରିବେ, ସୁବିଧାରେ ପାଇପାରିବେ। ତା ସହିତ ଯୋଉଠି ନାହିଁ, ମାନେ ଏଫଏମସିଜି ପ୍ରଡକ୍ଟ ଯୋଉଠି ସୁବିଧା ନାହିଁ, ସେଠି ନନ୍ ଏଫଏମସିଜି ପ୍ରଡକ୍ଟ ବି ଆମେ ଡାଇରେକ୍ଟ କମ୍ପାନୀରୁ ବି ଆମେ ସଂସ୍ଥା ଦ୍ୱାରା ଆମ ସଂସ୍ଥାରୁ ଆମେ ମଗେଇ ଦେଇ ପାରିବା। ଡାଇରେକ୍ଟ ଘରେ ଆସିକି ପହଞ୍ଚି ଯାଇପାରିବ। ଯେମିତି ଭଲ ସୁଜ୍ଟେ ହଉ, କିମ୍ବା ଭଲ ଡ୍ରେସଟେ ହଉ, ୱିଣ୍ଟର ସଲ୍ୟୁସନ ହଉ, କିମ୍ବା କସ୍ମେଟିକ୍ସ ହଉ, ଆମେ କିମ୍ବା ଫୁଡ ଫୁଡ ସପ୍ଲିମେଣ୍ଟ ହଉ, ଏ ସବୁ ଡାଇରେକ୍ଟ ଆମେ ମଗେଇ ଦେଇ ପାରିବା। ତ ଅନଲାଇନ ପରଚେଜ ଶିଖିବା ନିହାତି ଦରକାର। ଆଉ ତା ସହିତ 100% ପ୍ରଡକ୍ଟ ୟୁଜ୍। ତ ଆମେ ଯାହା ବି ବ୍ୟବହାର କରୁଛେ, ଦେଖନ୍ତୁ ଆମ ଶରୀର ହଉଛି ଆମର ଗୋଟେ ଶୋରୁମ। ସେ ଶୋରୁମରେ ଯଦି ଆମେ ଅଲଗା ପ୍ରଡକ୍ଟ, ଯୋଉ ପ୍ରଡକ୍ଟ ବିକ୍ରି ନହବ ତାକୁ ରଖିବା, ତାହେଲେ ବିକିବା କଣ? ତ ସେଥିଲାଗି ଆମ ଶୋରୁମ ମାନେ 100% ଆମେ ଯଦି ପ୍ରଡକ୍ଟ ୟୁଜ୍ କରୁଥିବା, ତାର ପ୍ରଡକ୍ଟର ବାସ୍ତବିକ ଗୁଣବତ୍ତା ଆମେ ଜାଣିପାରିବା। ତା ଛଡା ପ୍ରତି ମାସରେ ବଢି ବଢି ପରଚେଜ କରିବା। ଧରିନିଅନ୍ତୁ ଏ ମାସରେ କିଛି ଯୋଉ ପରଚେଜ କଲେ, ଆର ମାସରେ ବଢିବ କେମିତି? ନା ନୂଆ ନୂଆ ପ୍ରଡକ୍ଟ ଲଞ୍ଚ ହଉଛି। ଏଇ ଯେମିତି କି ମହାରାଜା ମସଲା ଲଞ୍ଚ ହେଲା। ତାମାନେ ଆଗରୁ ଗତ ମାସରେ ଯେତିକି ଆମର ପରଚେଜ ହଉଥିଲା, ଏବେ ତ ମହାରାଜା ମସଲା ଆସିଲା, ମାନେ ଆଉ ଟିକେ ତ ବଢିବ। ଯଦି ଯେଉଁମାନେ ଇଏ ନଉଛନ୍ତି, ଏଇ ଯୋଉ ଫ୍ରେଶନର, ମାନେ ଆମର ଉମ୍, ତ ସେ ଓକେ କୁ ଓକେ। ବି ୟୁଜ କରିବା ଦ୍ୱାରା ତ ମାନେ ପ୍ରତ୍ୟେକ ଜିନିଷଟା ଟିକେ, ଯଦି ମୋ କହିବା କଥା କି ଆମେ ଯୋଉ ସମୟରେ ବସିଛେ ସେ ସମୟରେ ଠିକ ଭାବରେ ଉପଯୋଗ ହେଇପାରିବ ଯଦି ଆମେ ତାକୁ ଲେଖିବା। ଯଦି ଆମେ ସେଇ ସମୟରେ ଅଲଗା କିଛି କାମ କରୁଛେ, ତାହେଲେ ଇଏ ବି ମୁଁ ଭାବୁଛି ଆମେ ବସିବାଟା ଖାଲି ନାକୁ ମାତ୍ର, କିନ୍ତୁ କାମ କିଛି ହଉନି। ତ ଲେଖିବା ନିହାତି ଜରୁରୀ। ତା ଛଡା କାରଣ ଏ କଥା କହିବାକୁ ପଡୁଛି ମାନେ ଏଇଥିପାଇଁ ଯେ କୋଉଠି ନା କୋଉଠି ଆମେ ଫିଲ୍ ହଉଛି ଯେ ଆମେ ଠିକ ଭାବରେ ବୁଝିନେ, ତ ସେଥିଲାଗି କହିବାକୁ ପଡୁଛି। ନହେଲେ ନାଇଁ କହିବାକୁ ପଡୁନଥାନ୍ତା। ଆଉ ତା ସହିତ ତ ଇଏ କାମ କରିବା ଦ୍ୱାରା ଆମେ ସଫଳ ହେଇପାରିବା। ତାପରେ ୟେସ୍ ୟେସ୍ ସହିତ ଆମେ ନିଜର ସମ୍ବନ୍ଧକୁ ବଢେଇବା, ଆମର ସେବାକୁ ବଢେଇବା, ଆମର ସ୍ୱାସ୍ଥ୍ୟକୁ ବଢେଇବା, ସମ୍ପର୍କ ବଢେଇବା, ଆମେ ସଂସ୍କାରିତ ହେବା। ଇଏ ହଉଛି ଆମକୁ ନିହାତି ଦରକାର। ସାମାଜିକ ଦାୟରାକୁ ବଢେଇବା ନିହାତି ଦରକାର। ତ ଇଏ 4ଟି 5ଟି ପଏଣ୍ଟ ଦ୍ୱାରା ପୁରା ସମ୍ପୂର୍ଣ୍ଣ ଇଏ କଭରେଜ ହେଇଯାଉଛି। ଆଉ ୟା ଦ୍ୱାରା ଆମେ ସଫଳ ବି ହେଇପାରିବା। ତ ସମସ୍ତେ ତ ଭଲ ଭାବରେ ଶୁଣିଲେ। ତ ଆମେ ଗେସେସ୍ ର ଫର୍ମୁଲାକୁ ନେଇକି କେମିତି କାମ ନିଜେ କରୁଛେ, ଆମେ ସେ ବିଷୟରେ ଆମେ କହିବା। ତ ଆରତି ଅପା କୁହନ୍ତୁ। ଜୟ ଆସି ଗ୍ୟାସେସ୍ ଫର୍ମୁଲାକୁ ନେଇକିରି ଆମେ କଣ କରୁଛୁ, ପ୍ରଥମେ ଲୋକକୁ ସିନା ଜଏନ୍ କରିଦବା, ଜଏନ୍ କଲା ପରେ ତାକୁ ଆମେ ଫଲୋଅପ୍ କରିବା ନିହାତି ଦରକାର। ଆମେ ତାଙ୍କୁ ଫଲୋଅପ୍ କରିବା କଣ, ଆମେ ଭଲ ବିତରଣ କେନ୍ଦ୍ରକୁ ନେଇକିରି
ତାକୁ ସବୁ ପ୍ରଡକ୍ଟକୁ ଦେଖେଇବା, ଗୋଟି ଗୋଟି ପ୍ରଡକ୍ଟ ବିଷୟରେ ବୁଝେଇବା। ଏସବୁ କରିସାରିଲା ପରେ ଆମେ ଖାଲି ଜଏନ୍ କରିଦେଲେ ହବନି, ତାକୁ ଏସବୁ ପ୍ରଡକ୍ଟ ଦେଖେଇଲା ପରେ ତାଙ୍କ ମନକୁ ସେ ଯାହା କିଣିଲେ, ମାନେ କହିହବନି କେତେବେଳେ ଜଣେ ଲୋକ ମାନେ 2000 ଟଙ୍କା ନ କିଣିକିରି ତାର ମାନେ ସବୁ ପ୍ରଡକ୍ଟ ତାର ଚୁଜ୍ କଲା ପରେ କହିହବନି ସେ 2500 ବି କରିପାରେ, 5000 ବି କରିପାରେ। এইটা ହେଲା ଗ୍ରୋଥର ସେ ମେନ୍ କାରଣ। ତାପରେ ତାକୁ ଜଏନ୍ କଲା ପରେ ଆମେ ତା ଘରକୁ ଯାଇ ତାକୁ ୱେଲକମ୍ ମିଟିଂରେ ଆମେ ୱେଲକମ୍ କରିବା। ତାଙ୍କ ପରିବାର ଲୋକଙ୍କୁ ସାମ୍ନାରେ ଆମେ ତାଙ୍କୁ ସମ୍ବର୍ଦ୍ଧନା ଦେଲା ପରେ ସେ ନିଜକୁ ମାନେ ପ୍ରାଉଡ ଫିଲ୍ କରିବ, ଯାହା ହଉ ମତେ ଏତେ ସମ୍ବର୍ଦ୍ଧନା ମିଳିଲା, କୌଣସି ମାନେ ସେମାନେ ମୋ ଘରକୁ ଆସି ଇଏ କଲେ। ସେଥିପାଇଁ ସେଇଟା ହେଲା ଗୋଟେ ଗ୍ରୋଥର ଗୋଟେ ମେନ୍ ପଏଣ୍ଟ। ତାପରେ ଆମେ ଜଏନ୍ କଲା ପରେ ତାକୁ ଫଲୋଅପ୍ ବି କରିବା। ସେ ପ୍ରଡକ୍ଟ ୟୁଜ୍ କଲା, ପ୍ରଡକ୍ଟ କ'ଣ ବେନିଫିଟ୍ ପାଇଲା, ଏସବୁ ଆମେ ଫଲୋଅପ୍ କରିବା। ତାପରେ ତାଙ୍କୁ ଗୁରୁକୁଲକୁ ଡାକିବା। ଗୁରୁକୁଲ ତାଙ୍କ ମୋବାଇଲରେ ଆମେ ଜୁମ୍ ଆପ୍ ଲୋଡ୍ କରିବା, ଆର୍ସିଏମ୍ର ଇଏ ଆପ୍ଟା ଲୋଡ୍ କରିବା, ତାଙ୍କୁ ଗୁରୁକୁଲକୁ ଡାକିବା। ଆଉ ଗୁରୁକୁଲରେ ଆମେ ଯୋଉ ଶିକ୍ଷା ପାଇଲେ ବି ସିଏ ଯାହା ଶିକ୍ଷା ପାଇଲା ସେ ବିଷୟରେ ତାକୁ ପଚାରି ବୁଝିବା। ଆଉ ଗୁରୁକୁଳ ତ ମେନ୍ ହେଲା ସେବା, ସ୍ୱାସ୍ଥ୍ୟ ଆଉ ସଂସ୍କାର ବିଷୟରେ ଯୋଉ ସବୁ କଥା କୁହାଯାଉଛି। ଆଜି ଗୁରୁଜୀ କହିଲେ ନିଜେ ଆଗେ ନିଜର ସେତ୍ କା ସିପାହୀ ବନ। ସେତ୍ କା ସିପାହୀ ବନିବା କରି ସେ କହୁଛନ୍ତି ନିଜେ ଆଗେ ନିଜର ମାନେ ସ୍ୱାସ୍ଥ୍ୟକୁ ପ୍ରତି 3 ମାସ ଥରେ ଯାଞ୍ଚ କର। ଆଜି କହୁଛନ୍ତି ଖାନେ ପିନେ କା ଯୋଉ ଖାଇବା ପିଇବା ଯୋଉ ଆମେ ଖାଉଛେ ପ୍ରତ୍ୟେକ ଦିନ, ତାକୁ ଆମେ ଠିକ ରଖିବା। ଆଉ ଯୋଗ ଧ୍ୟାନ ଆକୁ ସବୁ ନିହାତି ଦିନକୁ 30 ମିନିଟ୍ କରିବା। ତାପରେ ଆମେ ଯଦି ଆମର ପରିବେଶକୁ ସୁସ୍ଥ ରଖିବାକୁ ଚାହିଁବା, ଆମେ ଯାହା ସବୁ ଶିଖୁଛେ ଗୁରୁକୁଳରେ ତାଙ୍କ ଭିତରେ ବାଣ୍ଟିବା। ଆଉ ଲୋକଙ୍କର ମାନେ ସେବା କାର୍ଯ୍ୟରେ ଯାଇକି ତାଙ୍କ ଭଲ ମନ୍ଦ ବୁଝିବା, ତାଙ୍କୁ ମାନେ ଆମର ଯୋଉ ସପ୍ଲିମେଣ୍ଟ ସବୁ ବାହାରିଛି ସେ ବିଷୟରେ କହିବା। ମୁଁ ଏତିକି ଜାଣୁଛି। ଓକେ, ବଢିଆ। କାର୍ତ୍ତିକ ବାବୁ କୁହନ୍ତୁ, ଆମେ କ'ଣ କରୁଛେ ସେଇଟା କେବଳ କହିବା। ସାର୍ ନମସ୍କାର, ଜେଆର୍ ସିଂ ସାର୍। ଆଜି ତ ବହୁତ କଥା ଅଛି କହିବାକୁ, କିନ୍ତୁ ମୁଁ ବେଶୀ ସମୟ ନେବିନି। ତଥାପି ଗୋଟେ କଥା କହୁଛି ମେନ୍ ଟପିକ୍ ଉପରେ। ଯେମିତି ଆପଣ କହିଲେ ହାତକୁ ହାତ ବିଲ୍, ସେଇଟା ବି ଟିସି ସାର୍ ବି ଗୁରୁକୁଲରେ କହିଛନ୍ତି। କାଲିର ଗୋଟେ ମୁଁ ସେମିତି କଲି ଯେ ଜଣକୁ ନ୍ୟୁ ଜଏନିଂ କରିଥିଲି, ତ ତାଙ୍କୁ ମୁଁ ପ୍ରଡକ୍ଟ ନେଲି ଆଉ ତାଙ୍କ ସାମ୍ନାରେ ଡିସପ୍ଲେ ବାଲୁ ବିଲ୍ କରିଦେଲି। ସେ ବହୁତ ବିଜି ଥିଲେ, ବିଜିରୁ ମାନେ ରିଲାକ୍ସ ହେଲା ପରେ ତାଙ୍କ ସାମ୍ନାରେ ତାଙ୍କୁ ବିଲ୍ ଯେମିତି କରିଦେଲି, ମାନେ ଫଟସେ ତାଙ୍କୁ ମେସେଜ ପଳେଇଲା ଯେ ଏତିକି ଟଙ୍କାର ପରଚେଜ କଲେ ବୋଲି। ତ ସିଏ ଏମିତି ମାନେ ଖୁସି ହେଇଗଲେ ଯେ ଏନକରେଜ ହେଇଗଲେ, କହିଲେ କ'ଣ ତମେ ଠିଆ ହେଇଛ ମୋ ସାମ୍ନାରେ କିନ୍ତୁ ମେସେଜ ଆସିଲା। ତ ମୁଁ କହିଲି ସାର୍ ଏଇ ତ ଆରସିଏମ୍ ର ପାୱାର, ଆପଣ ବି ୟାକୁ କରିପାରିବେ ନା? ହଉ ଠିକ୍ ଅଛି, ବହୁତ ବଢିଆ କଥା। ତ ମାନେ ମେସେଜ ଯାଉ ଯାଉ ବହୁତ ଏନକରେଜ ହେଇଗଲେ, ଆଉ ପଇସା ବି ମତେ ଦେଇଦେଲେ, କହିଲେ ଆଉ ଆମେ ପଛରେ କଥା ହେବା। ତ ଏଇଆ ହଉଛି ହାତକୁ ହାତ ବିଲ୍ ଯୋଉଟା ହେଲା। ତ ଏମିତି ଏନକରେଜ ହେଲେ, ସିଏ ବି ଜଣେ ବ୍ୟାଙ୍କ କରିଛନ୍ତି, ମିନି ଷ୍ଟେଟ ବ୍ୟାଙ୍କ କରିଛନ୍ତି ନେମାଳରେ। ତ ତାଙ୍କୁ ମୁଁ ନ୍ୟୁ ଜଏନିଂ କରିଥିଲି। ଏଇ କଥା ମୁଁ କହୁଥିଲି। ଆଉ ଆଜିର ମିଟିଂରେ ତ ବହୁତ କଥା ଅଛି, କହିଲେ ତ ଟାଇମ ଅଭାବ ପଡିବ। ଏତିକି କହିବି, ମୁଁ ରହୁଛି। ନମସ୍କାର, ଜୟ ଶ୍ରୀ। ଓକେ, ଥ୍ୟାଙ୍କ ୟୁ। ଗେସେସର ଫର୍ମୁଲା ଉପରେ ଆମେ କ'ଣ କାମ କରୁଛେ ତ ଆମେ ଆମେ କହିବା। ନମିତା ମ୍ୟାଡ଼ାମ। ସାର୍ ନମସ୍କାର, ଜୟ ଶ୍ରୀ। ସାର୍ ଆଜି ତ ଯୋଉ ଜିନିଷଟା କହିଲେ ଟିସି ସାର୍ ଗ୍ରୋଥ ଉପରେ, ବହୁତ ଭଲ ଜିନିଷ କହିଲେ। ଯାହାକି ଆମେ ନିଜେ ହଉଛି ଦୃଢ ସଂକଳ୍ପ ନବା ଦରକାର ଯେ ଆମେ କେମିତି ନିଜେ ଭଲରେ ଆଗ ସ୍ୱାସ୍ଥ୍ୟ ଚିନ୍ତା କରିକିରି କେମିତି ଅନ୍ୟକୁ ଭଲ ସେବା ଦବା, ସେଇ ଉପରେ ସେ କହିଲେ। ଆଉ ଭଲ ଗ୍ରୋଥ ବି କେମିତି ହବ, ଆମେ ନିଜେ ଲାଗିଲେ ବି ଗ୍ରୋଥ ହବ। ଆଉ ସେତିକି ଲାଗୁଛୁ, ଦେଖାଯାଉ। କାଲି ତ ଗୋଟେ ମିଟିଂ ଏତେ ବଡ ହେଇଥିଲା, ସେଠି ହଉଛି 40 ଲୋକ ହେଇଥିଲେ। ସେଥିରୁ କିଛି ଜଣ କହିଛନ୍ତି ଆମେ ଜଏନ୍ କରିବୁ। ତେଣୁ କିଛି ବି ଜିନିଷ କିଣିଛନ୍ତି, ପଜିଟିଭ ଅଛି। ଆଗକୁ ଦେଖାଯାଉ କ'ଣ ହଉଛି। କିନ୍ତୁ ସବୁଠୁ ଜରୁରୀ ହଉଛି ଫଲୋଅପ୍।
ଆଜି ଆଜ୍ଞା ଯଦି ଆଜି ଯଦି ଫଲୋ ଅପ୍ ନ କରିବା ତାହେଲେ ସେ ତାର ରେଜଲ୍ଟ କିଛି ବାହାରିବନି କାରଣ ସାର୍ ସାଙ୍ଗେ ସାଙ୍ଗେ ଫଲୋଅପ୍ କରିଥିଲେ। ଆମ ଆରତୀ ଅପା ଫଲୋଅପ୍ କରିଥିଲେ। ସେ କହିଲେ ଯେ ମୁଁ ସୋମବାର ଦିନ ଆପଣଙ୍କୁ ଜଣେଇଦେବି କରିକି। ଆମର କିଏ ଲୋକ ଆସୁଛନ୍ତି ଆଜି, ମୁଁ କଥାବାର୍ତ୍ତା ହେଇକିରି ଜଣେଇବି ଅଫଲାଇନ କହିଛନ୍ତି। ଉପରେ ଛାଡ଼ିଦେଲେ ହବ କି? ନାଇଁ ନାଇଁ ଅଫଲାଇନ ଉପରେ କଣ, ସିଏ ଆମର ଯେହେତୁ ଲିଡର, ସିଏ ପଚାରିକି ଫୋନ କରିସାରିଛନ୍ତି, ଆମକୁ ଜଣେଇ ଦେଇଛନ୍ତି। ତେଣୁ ଆମେ ରହିଛୁ ଆଉ ଥରେ ନିଶ୍ଚିନ୍ତ ଫୋନ କରିଦେବା ଯାହାହେଲେ ବି ଉଚିତ। ହବ ଆଉ। ଆଉ ଥରେ ଆଜ୍ଞା ଫୋନ କରିଦେବା ଦରକାର। ଆଜ୍ଞା ସାର୍ ଓକେ ରହୁଛି। ଠିକ ହଁ ଅଛି। ସେ ତାଙ୍କ ଢଙ୍ଗରେ ଫୋନ କଲେ, ଆପଣ ଆପଣଙ୍କ ଢଙ୍ଗରେ ହଁ ଫୋନ ମୁଁ କରିବେ। ମୁଁ କରିବି, ହଁ ମୁଁ ଆଜ୍ଞା କରିବି ଫୋନ। ହେଇଯିବ ହେଇଯିବ। ଓକେ। ଆଜ୍ଞା ତ ଗ୍ୟାସେସ ର ଫର୍ମୁଲାରେ ଗୋଟେ ବି ରହୁଛି ଯୋଉଟା କି ଫଲୋ, ସେଇଟା ଆମେ କରୁଛେ। ଓକେ ଠିକ ଅଛି। ଆଜ୍ଞା। ମିନତି ମ୍ୟାଡାମ ଆଜି ଆପଣ ଅନମ୍ୟୁଟ କରିପାରିବେ କି? ସାହୁ ଭାଇ କାଲି ଶିଖେଇକି ଆସିଥିଲେ ନା? କାଲି ଶିଖେଇ ନାହାନ୍ତି? ଅନମ୍ୟୁଟ ତାଙ୍କୁ କହିକି ଆସିଲି। ହ୍ୟାଲୋ। ହଁ ଆପଣ ଶିଖେଇ ନାହାନ୍ତି କାଲି? ହଁ ଶୁଣିଥିଲି ତ, କାଲି ବତେଇଥିଲି। ହଁ ମ୍ୟାଡ଼ାମ, ଅନମ୍ୟୁଟ ର ଅପସନ ଗୋଟେ ଯାଉଛି, ସେଟାକୁ ଟଚ୍ କରିଦେଲେ ସେଇଟା ହେଇଯିବ। ଆପଣଙ୍କର ହବ। ମୁଁ କାଲି ଶିଖେଇଥିଲି ତ। ହଁ ହଁ ଜାଣିନାହାନ୍ତି, ଠିକ ଅଛି, ଆମେ କହିବା, ଆଉ ଥରେ କରିବା। ଓକେ। ଚିତ୍ତ ବାବୁ, ଆପଣ ଗେସେସ ର ଫର୍ମୁଲାରେ କଣ କାମ କରୁଛନ୍ତି ଆଉ ତାର ରେଜଲ୍ଟ କଣ ଆସୁଛି? ସାର୍ ନମସ୍କାର, ଜୟ ଶ୍ରୀ ସାର୍। ସାର୍ ଗେସେଜ ଉପରେ ବର୍ତ୍ତମାନ ମୂଳ ପଏଣ୍ଟ ମୋର ଫୋକସ ରଖୁଛି କଣ ନା, ଯୋଉ ଆମର 100%, 50%, 25%। ତେଣୁ 100% ଗ୍ରୋଥ ଉପରେ ବର୍ତ୍ତମାନ ମୋର ଫୋକସ ଅଲରେଡି 15 ଦିନ ଆଣି ମୁଁ ଆରମ୍ଭ କରିଦେଇଛି। ତାପରେ ଆଉ ଗୋଟେ ଜିନିଷ ହଉଛି କଣ ନା, ଆମେ ଖାଲି 100% ଗ୍ରୋଥ କରିଦେଲେ ତା ବି ହବନି। ତାପରେ ଆଉ ଗୋଟେ ମୂଳ ପଏଣ୍ଟ ମୋ ହିସାବରେ ରହୁଛି କଣ ନା, ସେମାନଙ୍କୁ ଆମେ ଆଗ ନିଜେ ପ୍ରତ୍ୟେକ ପ୍ରଡକ୍ଟ ଉପରେ 100% ଯେତେବେଳେ ପ୍ରଡକ୍ଟ ନିଜେ ୟୁଜ କରିବା, ପ୍ରଡକ୍ଟର ରେଜଲ୍ଟ ଆମେ ଅନୁଭବ କଲା ପରେ ହିଁ ଆମେ ସେମାନଙ୍କୁ ପ୍ରଡକ୍ଟ ବାବଦରେ ଆମେ କହିବା, ଗୋଟେ ନିଜର ଗୋଟେ ସାହସ ଆସିବ। ତେଣୁ ଦ୍ୱିତୀୟରେ ଆମେ ଯେତେବେଳେ 100% ପ୍ରଡକ୍ଟ ବ୍ୟବହାର କରିବା, ସେତେବେଳେ ସେମାନଙ୍କୁ ସେମିତି 100% ପ୍ରଡକ୍ଟ ବ୍ୟବହାର କରିବାର ଯେତେବେଳେ କଳା ବା ଶୈଳୀ ତାକୁ ଶିଖେଇବା, ଯେତେବେଳେ ସେମାନେ 100% ଯେତେବେଳେ ପ୍ରଡକ୍ଟ ୟୁଜ କରିବେ, ସେତେବେଳେ ଆମର 100% ଗ୍ରୋଥଟା ଅଟୋମେଟିକ ହେଇପାରିବ। ତେଣୁ ତା ଉପରେ ଆଧାର କରିକିରି ମୁଁ ଅଲରେଡି ମୋ କାର୍ଯ୍ୟକ୍ରମ ଷ୍ଟାର୍ଟ କରିଦେଇଛି। ଆଜି ବି ଗୋଟେ ଜାଗାକୁ ଯାଉଛି, ସେଠି 5-6 ଜଣ ଝିଅ ବି ଆମର +3 ପଢୁଛନ୍ତି, ସେମାନେ ତାଙ୍କ ସହିତ ବି ଆଜି ଅଛି, ମିଟିଂ ଅଛି। ଆଉ ତାଙ୍କ ଭିତରୁ 2 ଜଣ ଜଏନିଂ କରିସାରିଛନ୍ତି। ତାଙ୍କ ମୋବାଇଲରେ ଆଜି ଗଲେ, ତାଙ୍କୁ ୱେଲକମ ମିଟିଂ ସହିତ ତାଙ୍କର ମୋବାଇଲରେ ତାଙ୍କର ଆପ୍ଲିକେସନ ଡାଉନଲୋଡ ଏବଂ ତାଙ୍କ ଗୁରୁକୁଳକୁ ତାଙ୍କୁ ଆସିବା ପାଇଁ, ଗୁରୁକୁଳରେ ଆମର ଯୋଉ ପ୍ରୋଗ୍ରାମ ଟା, ସେ ବାବଦରେ ତାଙ୍କୁ ଇନଫର୍ମେସନ କରିବି। ଏବଂ ଆଉ କେତେ ଗୁଡିଏ ପ୍ରଡକ୍ଟ ଉପରେ ତାଙ୍କୁ ନଲେଜ ଦେଇକି ବି ଆସିବି। ତାପରେ ଆଉ ଗୋଟେ ଜିନିଷ ହଉଛି, ଆମର ଯୋଉ ମାସିକ ଧର୍ମ ଏବଂ ଯୋଉ ଲିଫଲେଟ ଅଛି ମୋ ପାଖରେ, ଏନିମିଆର ମୁକ୍ତି ଏବଂ ମାସିକ ଧର୍ମ, ତାର ଯୋଉ ଲିଫଲେଟ ଅଛି, ସେ ଲିଫଲେଟ ମଧ୍ୟ ନେଇକି ଯାଉଛି, ସେମାନଙ୍କୁ ସେଠି ଦେଇକି ଆସିବି। ତାପରେ ଆଉ ଗୋଟେ ଜିନିଷ ହଉଛି କଣ, ମେନ୍ ପଏଣ୍ଟ ହଉଛି କଣ ନା, ଯୋଉମାନଙ୍କ ସହିତ ମୋର କଣ୍ଟାକ୍ଟରେ ମୁଁ ରଖୁଛି, ସେମାନଙ୍କ ସହିତ ମୁଁ ବାରମ୍ବାର ଫଲୋ ଉପରେ ରହୁଛି। ସେମାନଙ୍କୁ ବିଭିନ୍ନ ପ୍ରକାର ଭିଡିଓ ମୁଁ ପଠଉଛି, ଆମର ଯେମିତି ଗୁରୁକୁଳ ପ୍ରୋଗ୍ରାମ ହଉ କି ଆମର ଡାଇବେଟିସ ହଉ, ବ୍ଲଡ ପ୍ରେସର ହଉ କି କୋଲେଷ୍ଟ୍ରୋଲ ହଉ, ଯେକୌଣସି ପ୍ରକାର ଆମର ଯୋଉ ଭିଡିଓ ରହିଛି, ସେ ଭିଡିଓ ବି ତାଙ୍କ ପାଖକୁ ପଠଉଛି। ସେମାନେ ଦେଖୁଛନ୍ତି ନା ନାଇଁ, ସେମାନଙ୍କ ସହିତ ପୁନରାୟ ମୁଁ ପୁଣି ଡିସକସନ ବି କରୁଛି। ତେଣୁ ଆଜି ମୋର ଗୋଟେ ପ୍ରୋଗ୍ରାମ ରଖିଛି, ମୁଁ ଅଲରେଡି 10ଟା ବେଳକୁ ସେ ଜାଗାକୁ ଯାଇ ପହଞ୍ଚିବି। ଥ୍ୟାଙ୍କ ୟୁ ସାର୍, ଓଭର ସାର୍। ଓକେ, ଥ୍ୟାଙ୍କ ୟୁ। ଆକ୍ଚୁଆଲି ଗୁରୁକୁଳରେ ଆସିବା ବହୁତ ଜରୁରୀ ନିହାତି। ଆଉ ତାଠୁ ବେଶୀ ଜରୁରୀ ହେଉଛି ଗୁରୁକୁଳର ଶିକ୍ଷାକୁ ଆପ୍ଲାଏ କରିବା। ଆଉ ଗୁରୁକୁଳର ଶିକ୍ଷା ଦ୍ୱାରା ଆମେ କିଛି ଶିଖିକି ଏ ସମାଜରେ କିଛି ଆଗକୁ ବଢିବା, ଇଏ ହେଉଛି ବହୁତ ନିହାତି ଜରୁରୀ। ଓକେ, ମିନତି ମ୍ୟାଡାମ, ଆଜି ଫାର୍ଷ୍ଟ ଟାଇମ ପାଇଁ ଆପଣଙ୍କ ଅନମ୍ୟୁଟ ହେଇଯାଇଛି, ଆପଣ କିଛି କହିପାରିବେ? ଟିକେ ରହିଥାଅ। ହଁ, ହେଇଗଲା, ଏବେ ଅନମ୍ୟୁଟ ହେଇଗଲା, ଆପଣ କୁହନ୍ତୁ। ଆଜି ଏଇଟା ଫାର୍ଷ୍ଟ ଟାଇମ ପାଇଁ ରିକଲ କହୁଛନ୍ତି, ସମସ୍ତେ ଟିକେ ତାଳି ମାରିବା। ଯାହା ହଉ, ମୋ ଗୋଟେ ପିଲା ନାତି ହବ, ତାକୁ ଡାକିକି କରିଛି। ଯାହା ହେଇଛି କି ହଉ, ନାଇଁ ମୁଁ ଜାଣିନି। ଏ ତ ଆପଣ ସଫଳ ହେଇଗଲେ ନା। ଜୟ ଆଶ୍ରମ, ଜୟ ଆଶ୍ରମ, ନମସ୍କାର ସମସ୍ତଙ୍କୁ। ଆଉ ଆସ୍ତେ ଆସ୍ତେ ଶିଖିଯିବି, କିନ୍ତୁ ହଁ ଆପଣ କହିବା ଦ୍ୱାରା ସେ ଯୋଉ ତୁଳସୀ ଟା ମୋର ବହୁତ କାମ ଦଉଛି।
ଯୁଆଡେ ଗଲେ ବି ତୁଳସୀ ପାଣି ନେଇକି ଯାଉଛି, ତାପରେ ତକିଆରେ ପକେଇକି ଶୋଉଛି, ତାପରେ ସକାଳୁ ସନ୍ଧ୍ୟାରେ କିନ୍ତୁ ପିଉଛି ଉଷୁମ ପାଣିରେ। ଆଉ ତ ସବୁ ପ୍ରଡକ୍ଟ ସକାଳୁ ଉଠିକି ସବୁ ସନ୍ଧ୍ୟା ଯାଇ ସବୁ ବ୍ୟବହାର କରୁଛି। ଆଉ ସବୁ ଖାଉଛି। ମୋ ଦେହଟା ଭଲ ହେଇଗଲା, ମୁଁ ଟିକେ ମାନେ ଆଉ କିଛି କେତେ ଲୋକଙ୍କୁ ଯୋଗାଡ଼ କରିବି ଆଉ ଦେହ ସବୁ ଭଲ କାମ ହେଇଗଲାଣି? ଆପଣଙ୍କ ଦେହ ଭଲ ହେଇଗଲାଣି? ଭଲ ହେଇଗଲାଣି ଯେ ବାହାରକୁ ଯିବାକୁ ମନା କରୁଛନ୍ତି। ଆଉ ସେ ବାହାରକୁ ଯିବେନି, କିନ୍ତୁ ଦେହ ଭଲ ହେଇଗଲାଣି। ହଁ ହେଇଗଲାଣି ତ ନିଶ୍ଚୟ, ମୁଁ ହଁ। ତ କେବେ ସବୁବେଳେ ବୋଲି ଭାବେନି। ଯାହା ହଉ, ସବୁବେଳେ ବହୁତ ଦିନର ସବୁବେଳେ ପରିଶ୍ରମ ଦ୍ଵାରା ଦେଖନ୍ତୁ, ମାନେ ଇଏ ଗୋଟେ ବହୁତ ବଡ କଥା ଯେ ଆମେ ଯଦି କୌଣସି କାର୍ଯ୍ୟକୁ କରୁଥିବା ଆଉ ସେ କାମ ହଉନଥିବ, ତ ଯଦି ନିଜେ ଫେଡ ଅଫ୍ ହେଇକି ରହିଯିବା ତ ଜୀବନରେ କେବେ ସକ୍ସେସ୍ ହବାନି। ଆଜି ଗୋଟେ ବହୁତ ବଢିଆ କଥା ମିନତି ମ୍ୟାଡାମ, ଆପଣ ଚେଷ୍ଟା କରୁଥିଲେ ଆଉ ଆଜି ସଫଳ ହେଲେ। ଆଉ ଆ, ଆମେ ଆଗକୁ ବଢି କାଲି ଚାଲିବା। ବି କଲିନି। କାଲି ଝିଅ ଘରକୁ ଯିବାର ଥିଲା, ମୁଁ କହିଲି ନା ଏଇଠି ରହିକି ପିଲାଙ୍କୁ ଡାକିବି। ଆମ ପଡିଶା ଘର ପିଲାକୁ ଡାକିକିରି ତାକୁ ସବୁ କଲି, ଯାହା କରେଇଛି ହଉ, ଏବେ। ବହୁତ ବଢିଆ କଥା। ଯାହା ହଉ, ହଁ ବହୁତ ବଢିଆ କଥା। ଇଏ ତ ମାସର ଶେଷ ସମୟ ଆସିଗଲାଣି, ମାନେ ଆଜି 21 ତାରିଖ ହେଇଗଲାଣି। ଆଉ ହଁ ଆମ ପାଇଁ ଦୁଇଟି ବଡ କାମ ରହିଛି, ତ ହଁ ଯୋଉଥିରେ କି ଆମ ଟିମକୁ ଫଲୋଅପ୍ କରିକି ସେମାନଙ୍କୁ ପରଚେଜ କରେଇବା, ତାଙ୍କୁ ଗୁରୁକୁଳରେ ବସେଇଲେ ଆମେ ପରଚେଜ ତ ଅଟୋମେଟିକ ହେଇଯିବ। କାରଣ ଟିମକୁ ପ୍ରତ୍ୟେକ ଦିନ ଗୁରୁକୁଳରେ ବସେଇବା ନିହାତି ଜରୁରୀ। କାରଣ ଏଇଠି ବସେଇଲେ କଣ, ସେମାନେ ସବୁ କଥା ଶିଖିବେ, ଆପଣଙ୍କୁ ଆଉ କହିବାକୁ ପଡିବନି। ଇଏ ହଉଛି ପ୍ରଥମ କଥା। ଦ୍ୱିତୀୟ କଥା ହଉଛି ଆଗାମୀ 28 ତାରିଖ ରବିବାର ଭୁବନେଶ୍ୱରରେ ଗୋଟେ ବହୁତ ବଡ ପ୍ରୋଗ୍ରାମ ହଉଛି। ଯୋଉ ପ୍ରୋଗ୍ରାମ କି ଫିଜିକାଲ ମିଟିଂ ଦ୍ଵାରା ଗୋଟେ ମନ ଭିତରେ ଭାଇବ୍ରେସନ ବି ସୃଷ୍ଟି ହୁଏ, ବହୁତ କିଛି ଶିକ୍ଷା ମିଳେ। ତା ଛଡା ଏଥରକ ଯୋଉ ଆସୁଛନ୍ତି ଲିଡର ଆସୁଛନ୍ତି, ସେ ହଉଛନ୍ତି ଜଣେ ମ୍ୟାଥମେଟିକ୍ସ ପ୍ରଫେସର ଥିଲା ହରିୟାଣା ୟୁନିଭରସିଟିରେ। ତ ହଁ ତାଙ୍କର ଯେତେବେଳେ ଆରସିଏମ ରେ ଜଏନ କରିଥିଲେ, ସେତେବେଳେ ତାଙ୍କ ପାଖରେ ବହୁତ କିଛି ଥିଲା, ମାନେ କୋଚିଂ ସେଣ୍ଟର ବହୁତ ଥିଲା, ଖାଇବା ପାଇଁ ବି ସମୟ ନଥିଲା। ତ ସେ ସମୟରେ ସେ ଆରସିଏମ ରେ ଜଏନ କଲେ। ଆଜି ଦେଖନ୍ତୁ ଆରସିଏମ ମାଧ୍ୟମରେ ସେ ବହୁତ ବଡ ପୋଜିସନରେ ଅଛନ୍ତି। ଆଉ ଡାଇରେକ୍ଟ ତାଙ୍କ ବିଷୟରେ ଆମେ ଜାଣିବା, ତାଙ୍କ ସହିତ, କାରଣ ଦେଖନ୍ତୁ ମନ ଭିତରେ ବିଶ୍ୱାସ କେତେବେଳେ ଆସେ, ଯେତେବେଳେ ସାମ୍ନାରେ ଆମେ ଆଖିରେ ଗୋଟେ ଆମେ ଦେଖିବା ଜଣେ ସକ୍ସେସଫୁଲ ଲୋକକୁ, ଯଦି ହଁ ଆଖିରେ ଦେଖିବା, ତାଙ୍କ କଥା ଶୁଣିବା, ତ ସେତେବେଳେ ଆମର ବିଶ୍ୱାସ ଆସେ। ତ ହଁ ସେଥିଲାଗି 28 ତାରିଖ ରବିବାର ଦିନ ଯୋଉ ମିଟିଂ ଅଛି, ତ ମୁଁ କହିବି ତ ପୁରା ପରିବାର ଯଦି ସେଠି ଆସିପାରିଲେ, ଯେତେ ଏଜୁକେଟେଡ ଲୋକ ଆସିଲେ, ତ ସେଟା ଆମ ପାଇଁ ବହୁତ କିଛି, ମାନେ ମୋ କହିବା କଥା କି ଦେଖନ୍ତୁ, ଇଏ ଯୋଉ ମିଟିଂ ହଉଛି, ଯୋଉ ଗୁରୁକୁଳ ହଉଛି, ଏସବୁ ହଉଛି ଆମର ସଫଳତାକୁ ପାଇବା ପାଇଁ। ଇଏ ଗୋଟେ ଗୋଟେ ଆମକୁ ସହଯୋଗ ଇଏ କରୁଛନ୍ତି। ଯେମିତି କିି ଧରନ୍ତୁ ଗାଡି କୋଉଠି ପଡିଯାଇଛି, ତ 100 ଜଣ ଲୋକ ଚାହିଁଲେ ସେଠି ଟେକି ପାରିବେନି, କିନ୍ତୁ ଗୋଟେ ଜଗରଡ଼ ହେଲେ ସେଠି ଟେକି ପାରିବ। ତ ଏଠି ଆପଣଙ୍କର ଗୋଟେ ସୁବିଧା ହଉଛି ଯେ ଏଇ ଯୋଉ ଭୁବନେଶ୍ୱରରେ ହଉଛି, କୋଉଠି କିଏ କେନ୍ଦ୍ରାପଡାରୁ ଆସୁଛି, କିଏ ଢେଙ୍କାନାଳରୁ ଆସୁଛି, କିଏ ବ୍ରହ୍ମପୁରରୁ ଆସୁଛି, କିଏ ବାଲେଶ୍ୱରରୁ ଆସୁଛି, କୋଉଠୁ ଲୋକ ଆସୁଛନ୍ତି, କିଏ ଅନୁଗୁଳରୁ ଆସୁଛି। ଯେହେତୁ ଆମେ ଭାଗ୍ୟବାନ ଯେ ଭଗବାନ ଆମକୁ ଭୁବନେଶ୍ୱରରେ ରଖିଛନ୍ତି, ତାହେଲେ ଏ ସୁଯୋଗଟାକୁ ଆମେ ଛାଡିଦବା କାହିଁକି? ତ ଏ ସୁଯୋଗକୁ ଆମେ ନବା, ତା ସହିତ ଆମ ଟିମକୁ ଇନଭଲ୍ଭ କରିବା। ତ ଆମ ଟିମକୁ ଯଦି ଇନଭଲ୍ଭ କରିବା, ତ ଆମ ଟିମ୍ ଇଏ ସିଷ୍ଟମ ବିଷୟରେ ବୁଝିଯିବ। ବହୁତ ବଢିଆ ହଁ ମିନତି ମ୍ୟାଡାମ, ଆପଣ ସାର୍ ଅପଡେଟ୍ କଲେ। ସାର୍ ଆଉ ଗୋଟେ କଥା, କାହିଁକିନା ଏ ଯୋଉ ତୁଳସୀ ଦ୍ଵାରା କେତେ ଜଣଙ୍କୁ ମୁଁ ଭଲ କରେଇ ଦେଇଛି। କାହିଁକିନା ଜଣଙ୍କର ମୁଣ୍ଡ ବିନ୍ଧା ହଉଥିଲା, ଆମ ଝିଅର ଯୋଉ ରୋଷେଇ କରେ, ସେ କହିଲା ବୋଉ ମୋର ମୁଣ୍ଡଟା ଭାରି ବିନ୍ଧା ହଉଛି। ମୁଁ କହିଲି ତୁଳସୀ ପାଣି ପିଇଦେଲୁ ଟିକେ, ଉଷୁମ କରି ତାକୁ ଗ୍ଲାସ ଦେଇଦେଲି। ସେଠୁ ଆଉ ଅଧଘଣ୍ଟା ଘଣ୍ଟାଏ ପରେ ପୁଣି ଥରେ ଦେଇଦେଲି। କହିଲା ସେଠୁ ରୋଷେଇ ସାରି ଗଲାବେଳକୁ କହିଲା ବୋଉ କଣ ଦେଲ, ମୋ ଦେହଟା ବଢିଆ ଲାଗିଲା, ମୁଣ୍ଡ ବିନ୍ଧା ପୁରା କମିଗଲା କହିଲା। ସେଟା ଆଉ ଗୋଟେ କାମ ଯୋଉ କରୁଛି, ସିଏ ବି ସେମିତି କହିଲା, ସକାଳୁ ଥଣ୍ଡା ଲାଗୁଛି, ଥଣ୍ଡା, ମୁଁ କହିଲି ଆଗ ଗ୍ଲାସ ପିଇଦେ ତା ପଛରେ ଯାଇ ଯାହା କାମ କରିବୁ। ସିଏ ବି ଡେଲି ମୋ ସାଙ୍ଗରେ ସେମାନେ ସବୁ ପିଉଛନ୍ତି। ଏତିକି ଭଲ ଖୁସି ଲାଗେ ତାଙ୍କର ଯୋଉ ଇଏ ଦେଖିଲେ, ଯାଉ, କହିଲେ ନାଇଁ ବଢିଆ ଲାଗୁଛି, ଆପଣ ତ ଆମକୁ ବଡ ଆଣିକି ଡାକ୍ତର ହେଇଗଲେ। ହଁ ନିହାତି ଆମକୁ ଗୋଟେ ମୁଁ ଆମକୁ ତତେ ଗୋଟେ ଗୋଟେ ଦିଅ। ଶୁଣୁ କାଲି ସେ ଯୋଉ ମୁଁ ସାଙ୍ଗ ଆସିଥିଲା ତାଙ୍କୁ ବି ଦେଇଛି ଗୋଟେ, ମୁଁ କହିଲି ଏଇଟା ଫ୍ରି ନେଇଯାଅ, ତମେ ଖାଅ, କିଣିବା ଦରକାର ନାହିଁ, ଫ୍ରି ନେଇଯା। ତାକୁ ତୁଳସୀ ଦେଇଛି, ଆଉ କେତେଟା ସବୁ ଏଇ ଥଣ୍ଡା ପାଇଁ, ତାର ଥଣ୍ଡା ସବୁବେଳେ, ତାକୁ ବି ସବୁ ଦେଇଛି, ତା ସ୍ୱାମୀ ପାଇଁ ଦେଇଛି। କହିଲେ ତୁ ନେଇଯା, ତୁ ଖାଇବି କି ନ ଖାଇବି, ତୋ ସ୍ୱାମୀ ସାଙ୍ଗରେ ମୁଁ କଥା ହେବି, ଏଇ କଥା ହିଁ କହିଛି। ବହୁତ ବଢିଆ କଥା। ଆଉ ହୁଁ ମିନତି, ତୁ ଆଜ୍ଞା ତତେ ଡକ୍ଟର ମନା କରିଛି ପଦାକୁ ଯିବାକୁ, ସେଇଟା ଠିକ ଯେ ତୁ ଫୋନରେ ବସିକିରି
तो ହଁ डाउनलाइन जिते मेंबर तांको फॉलो कर सब बेले फोन करके आ दइला 8 दिन ହଁ ହଁ ମୁଁ ତ ସେ କହିବି ସେ ଥରେ। ହଁ ଟିମ୍ କଥା ଆମେ ପଛରେ କଥା ହେଇଯାଇପାରିବା। ହଁ ଓକେ, ଥ୍ୟାଙ୍କ ୟୁ। ଠିକ ଅଛି ଶର୍ମିଷ୍ଠା ମ୍ୟାଡ଼ାମ, ସାର୍ ନମସ୍କାର। ହଁ ନମସ୍କାର ଠିକ ନମସ୍କାର ଆଜ୍ଞା। ହଁ ଶର୍ମିଷ୍ଠା ମ୍ୟାଡ଼ାମ, ଆଜ୍ଞା। କେମିତି ବନ୍ଦ କରିବାର? ସାର୍ ନମସ୍କାର, ଜୟ ଶ୍ୟାମ। ଜୟ ଶ୍ରୀ, ଯାହା ହଉ ଫାର୍ଷ୍ଟ ଟାଇମ ପାଇଁ ଆଜି ଆପଣ କ୍ୟାମେରା ଅନ୍ କରିଛନ୍ତି। ମୁଁ କ୍ୟାମେରା ଅନ୍ କରିଦେଇଛି କି? ବହୁତ ବଢିଆ। तते देखिबि ठीक ନମସ୍କାର ଆଣ୍ଟି। ହଁ ନମସ୍କାର। मोबाइल टा को ये कर दे देखाऊ आड़ा कर ହଉ दे ଠିକ ଅଛି, କୁହନ୍ତୁ କୁହନ୍ତୁ। ଆମେ ଗେସେସ୍ ଉପରେ କଣ କାମ ଆମେ କରୁଛେ ଆଉ ତା ଦେହରେ ରେଜଲ୍ଟ କଣ ଆସୁଛି? ତ ମୋ ଡାଉନଲାଇନକୁ ମୁଁ ତ ଫଲୋ ଅପ୍ କରୁଛି। କାଲି ବି ମୁଁ ଆରତୀ ମ୍ୟାଡାମଙ୍କ ସାଙ୍ଗରେ କଥାବାର୍ତ୍ତା କରୁଥିଲି। ଆଉ ମୋର ଏଇ ଡିସେମ୍ବର ଭିତରେ 2 ଜଣ ଜଏନ୍ କରିବାର ଅଛି। ଆଉ ଏବେ ତ ଏଇ ଯୋଉ ପିଲାମାନେ ଟିକେ ପିକନିକ ଟାଇମ ବୋଲି ଏପଟ ସେପଟ ହେଇଯାଉଛନ୍ତି ଟିକେ ଡାଉନଲାଇନ ର ପିଲାମାନେ। ମୋର କାମ ଚଲେଇଛି ସାର୍ ଆଉ ଭଲ ଓକେ। କରୁଛି, ସେମାନଙ୍କୁ ଉତ୍ସାହିତ କରୁଛି। 2 ଜଣ ଜଏନ୍ କରିବାର ଅଛି, ଦେଖାଯାଉ କଣ ହଉଛି ଆଉ। ନିଜ ନିଜ ଟିମ୍ ନିଜ ଲିଷ୍ଟ ଯେତେ ବଡ ହବ ଆଜ୍ଞା ସେତେ ଜଏନିଂ ବି ସେତେ ବଢି ବଢି ଚାଲିବ। ତ ଆଜ୍ଞା ଲିଷ୍ଟ କୁ ଟିକେ ବଡ କଲେ ହେଇପାରିବ। ଦେଖନ୍ତୁ ଲିଷ୍ଟ ବଡ କେମିତି ହେଇପାରିବ, ଆମର ଡାଇରେକ୍ଟ କିଛି କଣ୍ଟାକ୍ଟ ଅଛି। ତା ସହିତ ଯୋଉମାନଙ୍କୁ ଜଏନିଂ କରିଛେ ତାଙ୍କର ବି କିଛି ନା କିଛି କଣ୍ଟାକ୍ଟ ଅଛି। ତ ସେମାନଙ୍କୁ ବି ଯଦି ଆମେ ତାଙ୍କର ଲିଷ୍ଟକୁ ଆମେ ତାଙ୍କୁ ପାଖରେ ବସେଇକି ଲିଷ୍ଟ କରିବା, ତାହେଲେ ତାଙ୍କ ଲିଷ୍ଟରେ ବି ଆମେ କାମ କରିପାରିବା। ବହୁତ ବଡ ଟିମ୍ ବି ହେଇଯାଇପାରିବ। ଆଜ୍ଞା ଆଜ୍ଞା। ସେଦିନ ପ୍ରବୀଣା ମ୍ୟାଡାମ ଯାହାଙ୍କୁ ଡାକିକି ନେଇଥିଲେ, ତ ତାଙ୍କର ବି କିଛି ତାଙ୍କୁ ବି ଲିଷ୍ଟ ଥିବ। ସାର୍ ମୁଁ କହିଛି ଯେ ସିଏ କହିଲେ ତାଙ୍କ ମିଷ୍ଟର କଣ ବୌଦ୍ଧ ଯାଇଛନ୍ତି, ସେ ଆସିଲେ କଥାବାର୍ତ୍ତା କରିକି ହଁ ଜଣେଇବେ। ସେ କାଲି ତ ମୁଁ ହବ। ସେଇ ବିଷୟରେ ବି ପ୍ରବୀଣା ମ୍ୟାଡାମଙ୍କ ସାଙ୍ଗରେ ବି କଥାବାର୍ତ୍ତା କରିଛି, କିନ୍ତୁ ମୁଁ ହଁ ଡେଲି ଫୋନ କରୁଛି। ହଁ, ସେ ବି ହବ। ତାଙ୍କୁ ଯଦି ଘରେ ବସେଇକି ତାଙ୍କର କିଛି ଲିଷ୍ଟ ଆପଣ ଆଣିକି, ତାଙ୍କର କିଛି କଣ୍ଟାକ୍ଟ ଲିଷ୍ଟ ଆଣିକି ତାଙ୍କୁ ଯଦି କାମ ଆରମ୍ଭ କରିବେ। କାରଣ ମୁଁ ଯେତେବେଳେ ନୂଆ କାମ ଷ୍ଟାର୍ଟ କରୁଥିଲି, ତ ସେଇ ସମୟରେ ଆମର ଫର୍ମ ଥିଲା ସବୁ ପଠେଇବାର କମ୍ପାନୀକୁ। ତ ସେ ସମୟରେ କଣ ହଉଥିଲା ନା, ସେ ଯୋଉ ଫର୍ମକୁ ଆମେ ଫିଲ୍ଅପ୍ କରିକି ପଠଉଥିଲୁ। ଗୋଟେ ଫର୍ମ ଯଦି ଆମର ଆସିଗଲା, ତ ଅନ୍ୟ ଲୋକକୁ ଦେଖଉଥିଲୁ ଇଏ ଲୋକ ତ ତଳେ ପଡିବ। ତ 2ଟା ଲୋକ ହେଇଗଲେ, ତା ଆଉ ଜଣଙ୍କୁ ଦେଖଉଥିଲୁ 2ଟା ଲୋକ ତ ତଳେ ପଡିବ। ଏମିତି କହିକି ଆମେ 10ଟା 15ଟା 20ଟା ଗୋଟେ ଗୋଟେ ମାସରେ 30 40ଟା ଜଏନିଂ ବି ସେତେବେଳେ କରୁଥିଲୁ। ତ ଆପଣ ଯଦି ତାଙ୍କର ଲିଷ୍ଟ 10 ଜଣଙ୍କୁ ଆଣିକି ତାଙ୍କୁ ଆପଣ ଫଲୋଅପ୍ କରିକି, ସପୋଜ କିଏ ଜଣେ ଜଏନିଂ କରିବା ପାଇଁ ରାଜି ହେଇଗଲେ, ତ ଆଙ୍କୁ ଯଦି କହିବା ଯେ ଆରେ ତମ ତ ସ୍ୱାମୀ କେବେ ଆସିବେ, ତ ଠିକ ଅଛି। ତ ଆଜି ଯାହା ଦେଇଥିଲ, ଆଜି ଇଏ ଜଏନିଂ କରିବା ପାଇଁ କହୁଛନ୍ତି, ତାଙ୍କ ତଳେ ତୁମେ ରହିବ କି ତାଙ୍କ ଉପରେ ତୁମେ ରହିବ? ତ ଆଉ ସେ ଠିକ ଅଛି ସାର୍, ସ୍ୱାମୀକୁ ଆଉ ଏଇ ଅପେକ୍ଷା କରିବେନି। ଏଇଟା ମୁଁ ସାର୍ ଆପ୍ଲାଏ କରିବି। ଆପଣଙ୍କର ଗୋଟେ ଭଲ ନୂଆ ଶିକ୍ଷା ମିଳିଲା, ଯାହା ହଉ। ଓକେ, ଥ୍ୟାଙ୍କ ଥ୍ୟାଙ୍କ ୟୁ ୟୁ। ସାର୍। ମିତାଞ୍ଜଳି ମ୍ୟାଡ଼ାମ, ଆଜ୍ଞା, ଅନମ୍ୟୁଟ କରନ୍ତୁ। ନାଁ ଲେଖି ନାହାନ୍ତି। XIM XIA କଣ ଜିଓ କହିଲେ? ମି ଆଁ ମୋବାଇଲ ନମ୍ବର ଜିଓ ମି ଆଜ୍ଞା ଆସନ୍ତି ହଁ ହଁ ହଁ, ମୋବାଇଲ ଇଏଟା। ଅନମ୍ୟୁଟ କରନ୍ତୁ ଆଜ୍ଞା। ଠିକ ଅଛି, ସାରଙ୍କୁ ଇନଭାଇଟ କରିବା। ସାର୍ ପ୍ଲିଜ ୱେଲକମ୍। ସାର୍ ନମସ୍କାର, ଜୟ ଶ୍ୟାମ। ନମସ୍କାର, ଜୟ नमस्कार ଶ୍ୟାମ। ନମସ୍କାର ନମସ୍କାର नमस्कार नमस्कार ନମସ୍କାର। ତ ଆଜିର ବଡ ମୁଖ୍ୟ କଥା ହଉଛି ଯେ ଫଲୋ ଅପ୍ କରିବା କଲେ ହିଁ ସଫଳତା ମିଳିବ। ଫଲୋ ଅପ୍ ହଉଛି ସବୁ କଥାର ମୂଳ ସଫଳତାର। ଫଲୋ ଅପ୍ ମାନେ କନସିଷ୍ଟେନ୍ସି, ଯୋଉଟା ଲଗାତାର लगन ସେ ଆମେ ଯୋଉ କାମ କରିବା, ଏ ସିଷ୍ଟମର ଉଦ୍ଦେଶ୍ୟ ହଉଛି କେବଳ କନସିଷ୍ଟେନ୍ସି। ଯୋଉ କାମ ଆମେ ସବୁବେଳେ କରିପାରିବା, ସେଇ କାମକୁ ଆମେ କରିବା। ଯୋଉ କାମ ଆମର ଟିମର ସମସ୍ତେ କରିପାରିବେ, ସେଇ କାମ ଆମେ କରିବା। ଏ ହଉଛି ସବୁବେଳେ। ତେଣୁ ସଞ୍ଜୀବ ସାର୍ ସେଦିନ ଟ୍ରେନିଂରେ କହୁଥିଲେ ଯେ ଆମର ଏ ସଫଳତାର ହଉଛି କଣ, 1% ହଉଛି ଲକ୍, ଭାଗ୍ୟ ହଉଛି ମାତ୍ର 1%, ଟ୍ୟାଲେଣ୍ଟ ହଉଛି ମାତ୍ର, ଟ୍ୟାଲେଣ୍ଟ ମାନେ ଭାରି କାର୍ଯ୍ୟ କ୍ଷମତା ଯାହାର ଥିବ, ସିଏ 2% ହେଲେ ବି ଚଳିବ, କିଛି ବଡ କଥା ନୁହେଁ ଟ୍ୟାଲେଣ୍ଟର। କିନ୍ତୁ କମ୍ପାନୀର ସଙ୍ଗତ ଅର୍ଥାତ ମିଟିଂ ସେମିନାର ଟ୍ରେନିଂ, ଇଏ 20% ଦରକାର। ଆଉ 77% ହଉଛି କନସିଷ୍ଟେଣ୍ଟ ଏଫର୍ଟ, ଅର୍ଥାତ ଫଲୋ ଅପ୍ କରିବା, ଲଗାତାର लगन ସେ ଲାଗି ରହିବା, 77%। ତାହେଲେ ଯାଇକିରି ସଫଳତା ମିଳିବ। ଦେଖନ୍ତୁ, ଲଗାତାର लगନ ସେ ଲାଗି ରହିବା
କନସିଷ୍ଟେନ୍ସି ଫଲୋଅପ୍ ଇଏ ହେଉଛି 77% ସଫଳତାର, ମାନେ 3 ଭାଗରୁ 4 ଭାଗରୁ 3 ଭାଗ। ଆଉ 20% ହେଉଛି କମ୍ପାନୀର ସଙ୍ଗତ, ଅର୍ଥାତ୍ ମିଟିଂ, ସେମିନାର, ଟ୍ରେନିଂ, ଅଫଲାଇନ୍ ସହିତ କାଉନସିଲିଂ ଏଗୁଡ଼ା। ତେଣୁ ସେଇଟା ହେଉଛି ବଡ଼ କଥା। ଗ୍ୟାସେସ୍ର ଫର୍ମୁଲାକୁ ଫୋକସ୍ କରନ୍ତୁ। ମୁଁ ଆଉ ଗୋଟେ କଥା କହୁଛି, ଆମର ଟିସିଜି ସାଙ୍ଗରେ ଆପଣ ମିଶିବା ପାଇଁ ଯଦି ଚାହୁଁଛନ୍ତି, ହୋଲି ଖେଳିବା ପାଇଁ ଚାହୁଁଛନ୍ତି, ତାହେଲେ 3-4 ଭିଲୱାଡ଼ାରେ ପ୍ରୋଗ୍ରାମ ହେଉଛି। ଆପଣମାନେ ଜାଣିଥିବେ 3-4 ଆପଣ ଟିସିଜି ସାଙ୍ଗରେ ହୋଲି ଖେଳିପାରିବେ, ତାଙ୍କର ଏକାଡେମୀ ଟ୍ରେନିଂ ବସିପାରିବେ। ସେଥିପାଇଁ ଟ୍ରେନ୍ ହେଉଛି 1 ତାରିଖ ମାର୍ଚ୍ଚ 1ରେ 1:30ରେ ଟ୍ରେନ୍ ଭୋପାଳ ଯାଉଛି, ତା ପରଦିନ 11ଟା ବେଳକୁ ପହଞ୍ଚୁଛି। ଆଉ ସେଠୁ 5ଟା-6ଟା ବେଳକୁ ବାହାରୁଛି 2 ତାରିଖ ଦିନ। 3 ତାରିଖ ଦିନ ଭୋର ପହଞ୍ଚିବେ ଭିଲୱାଡ଼ାରେ। ତ 3-4 2 ଦିନ ପ୍ରୋଗ୍ରାମ ହେଲେ 4 ତାରିଖରେ ପୁଣି ଆପଣମାନେ ରାତିରେ ପଳେଇ ଆସିବେ ଆଗ୍ରା। ଆଗ୍ରାରୁ ଟ୍ରେନରେ ବସିଲେ ଆସିବେ ଭାରି ଭୁବନେଶ୍ୱର। ତ କ୍ଲୋଜିଂ 28 ତାରିଖରେ ସରିଲା ପରେ ଆପଣ 1:30ରେ ଭୋପାଳ ଟ୍ରେନରେ ବସିପାରିବେ। ଭୋପାଳ ମାନେ 22 ଘଣ୍ଟା ଜର୍ନି। 1:30ରେ ବସିଲେ ତା ପରଦିନ 11ଟା ଭିତରେ ପହଞ୍ଚିବେ ଭୋପାଳ। ଆଉ ସେଠୁ ଭୋପାଳରୁ 11 ଘଣ୍ଟାର ଜର୍ନି ହେଉଛି ଭିଲୱାଡ଼ା। ଭୋର 3 ତାରିଖ ଦିନ ଭୋର ପହଞ୍ଚିବେ। 3 ତାରିଖ ଦିନ ମାନେ ହୋଲି ଖେଳ, ଟିସିଜି ଆପଣମାନଙ୍କ ସହିତ ହୋଲି ଖେଳିବେ। ଆଉ 4 ତାରିଖ ଦିନ ଏକାଡେମୀ ଟ୍ରେନିଂ, ଟିସିଜିଙ୍କର ଟ୍ରେନିଂ ଆଟେଣ୍ଡ କରି ବାହାରି ପଡ଼ିବେ। ଏତେ ଆପଣମାନେ ଯଦି ରାଜି ଅଛନ୍ତି ତାହେଲେ ଜାନୁଆରୀ 1ରୁ ଟିକେଟ ଖୋଲିବା ଆରମ୍ଭ ହେଇଯିବ। 2 ମାସ ପୂର୍ବରୁ, ଅର୍ଥାତ୍ 1ରୁ। ଆଉ 1-2 ଭିତରେ ଯଦି ଟିକେଟ କରିବେ ତାହେଲେ ଟିକେଟ ପାଇବେ, ନହେଲେ ଟିକେଟ ପାଇବା ବି, କାରଣ ଖୋଲିଲା ମାତ୍ରେ ଟିକେଟ ସରିଯାଉଛି। ତ ଆଜି ହେଲା 21 ତାରିଖ। ତ ଆପଣଙ୍କୁ ଆଉ ଟାଇମ ରହିଲା ମାତ୍ର 7-8 ଦିନ ଅର୍ଗାନାଇଜ କରିବା ପାଇଁ, ନିଜର ଟିମକୁ ଅର୍ଗାନାଇଜ କରିବା ପାଇଁ ମାତ୍ର 7-8 ଦିନ। ଯଦି ଡିସିସନ ନେବେ ଯିବା ପାଇଁ, ଟିସିଜିଙ୍କ ସହିତ ମିଶିବା ପାଇଁ, ଭିଲୱାଡ଼ା ବୁଲିବା ପାଇଁ, ତାହେଲେ ଆପଣମାନଙ୍କୁ ଇଏ ଗୋଟେ ସୁଯୋଗ। ଟିମ୍ ପ୍ରହ୍ଲାଦଙ୍କର ସବୁ ଲିଡର ମାନଙ୍କର ସବୁ ଆସୁଛନ୍ତି, ସଞ୍ଜୀବ ଜୀ ବି ଆସୁଛନ୍ତି, ଆଉ ଅନ୍ୟମାନେ ମଧ୍ୟ ଆସୁଛନ୍ତି। ତେଣୁ ଆପଣମାନେ ଡିସିସନ ନିଅନ୍ତୁ ଶୀଘ୍ର। ଆଉ ଜାନୁଆରୀ 1-2 ଭିତରେ ଟିକେଟ କରିବେ ଯଦି। ଆଉ କ୍ଲୋଜିଂ ଆପଣଙ୍କର 28 ତାରିଖରେ ସରିଲେ କିଛି ଅସୁବିଧା ହବନି। 1 ତାରିଖରେ 1-1:30 ବେଳକୁ ଟ୍ରେନ୍। ଆଉ କ'ଣ, ଏଇ ହେଉଛି କଥା। ଆପଣମାନେ ଶୀଘ୍ର ଡିସିସନ ନିଅନ୍ତୁ, ମିଟିଂ କରନ୍ତୁ ଯଦି ଯିବା ପାଇଁ ରାଜି ଅଛନ୍ତି। ଥ୍ୟାଙ୍କ ୟୁ। ବହୁତ ଓଭର ବଢିଆ ସପୋର୍ଟ। କଥା ସାର୍। ଆକ୍ଚୁଆଲି ଭିଲୱାଡ଼ା ନିହାତି ବି ଯିବା ଦରକାର, ଆଉ ଆରସିଏମ ୱାର୍ଲଡକୁ ଦେଖିବା ଦରକାର। ଆଉ ତାର ସ୍ପର୍ଶରେ ହିଁ ଆମର ଉନ୍ନତି ବହୁତ ସାରା ହେଇଯାଇ ପାରିବ। ତ ସେଥିଲାଗି ଭିଲୱାଡ଼ା ଯିବା ପାଇଁ ଆମେ ନିଜେ ତ ମନସ୍ଥ କରିବା ତ ଠିକ ଅଛି, ତ ଟିମକୁ ବି ଆମେ ବସିକି କିଏ କିଏ ଯିବେ ଭିଲୱାଡ଼ା ତା ପାଇଁ ବି ପ୍ଲାନିଂ କରିବା ନିହାତି ଜରୁରୀ। ଓକେ, ବହୁତ ବଢିଆ କଥା। ଭିଲୱାଡ଼ା ଯିବା, ଆଉ ତା ସହିତ ଇଏ ମିଟିଂ, ଯୋଉ 28 ତାରିଖ ମିଟିଂରେ ଆମେ ସମସ୍ତେ ଟିମ୍କୁ ନେଇକି ବସିବା, ଟିମ୍କୁ ଫଲୋଅପ୍ କରିବା, ଗ୍ୟାସେସ୍ର ଫର୍ମୁଲାକୁ ଆପ୍ଲାଏ କରିବା, ତା ଦ୍ୱାରା ଆମର ଉନ୍ନତି ହେଇଯାଇ ପାରିବ। ଓକେ, ଥ୍ୟାଙ୍କ ୟୁ ସମସ୍ତଙ୍କୁ, ବହୁତ ବହୁତ ଧନ୍ୟବାଦ ଆପଣମାନେ ପାର୍ଟିସିପେଣ୍ଟ ଆକ୍ଟିଭଲି କରିଥିବାରୁ। କାଲି ପୁଣି ଦେଖା ହବା। ନମସ୍କାର, ଜୟ ଆରସିଏମ୍। ଜୟ ଜୟ ଶ୍ରୀ ଆର୍ସିଏମ୍, ଜୟ ଆର୍ସିଏମ୍, ଜୟ ଆର୍ସିଏମ୍, ଜୟ ଆର୍ସିଏମ୍, ଜୟ ଆରସିଏମ୍। ଜୟ ଆର୍ସିଏମ୍।